ଯାତ୍ରା କେଶରୀ ଏବେ ତ ସିନେମା ଆଉ ଯାତ୍ରା ବାପି ପଣ୍ଡା ଅଛି ଆଉ ରାଜବୀର ଅଛି। ହରି ଟୋଲ ହଉଛି, ଟୋଲ ଆର୍ଟିଷ୍ଟ ହଉଛି ହରିହର ମହାପାତ୍ର। ଚାବି କେସରେ ଟୋଲ ହେଲା, ଅନ୍ୟ ଆୱାର୍ଡ ନେଇକି ଟୋଲ ହଉଛି। ମାଇଣ୍ଡ ଗେମ୍ ଫିଲ୍ମ ଦେଖିଦେବେ, ହରିକି ମୁଁ ଏଇଠି ଚ୍ୟାଲେଞ୍ଜ ଦଉଛି, ମୋ ସିନେମାକୁ ରିଜେକ୍ଟ କଲେ ମୁଁ ଚୁଟି ତକ କାଟିଦେବି, ମାନେ କମେଣ୍ଟ ମାଧ୍ୟମରେ, ତାହେଲେ ତୁ ଚୁଟି କାଟିବୁ। ଆଜି ଗୋଟେ ଖୁସିର ଦିନ, ଆମ ଓଡିଶାରେ ଗୋଟେ ଯାତ୍ରା ପାର୍ଟି, ଗୋଟେ ବଡ ପାର୍ଟି ଉଦ୍ଭାବନ ହେଲା, ମାନେ ଆଜି ଜନ୍ମ ନେଲା ଯେ ଯାତ୍ରା କେଶରୀ ଗୋଟେ ଭଲ ଷ୍ଟାରକାଷ୍ଟ ରଖିକି ଏବେ ତ ସିନେମା ଆଉ ଯାତ୍ରା ଦୁଇଟା ଯାକ, ଯାତ୍ରା ଆଗରୁ ଅପେକ୍ଷା ଏବେ ବହୁତ ଲୋକ ଦେଖୁଛନ୍ତି। ଯାତ୍ରା ଯାତ୍ରା ମାନେ 400-500 ଟଙ୍କା ଟିକେଟ କାଟିକି ଲୋକମାନେ ଦେଖୁଛନ୍ତି। ତ ଯାତ୍ରା କେଶରୀ ବହୁତ ପଇସା ଖର୍ଚ୍ଚ କରୁଛନ୍ତି। ଏ ପାର୍ଟି ମତେ ଲାଗୁଛି ଏ ପାର୍ଟି 26-27 ଭାଇରାଲ ହବ, କାରଣ ବାପି ପଣ୍ଡା ଅଛି ଆଉ ରାଜବୀର ଅଛି। ରାଜବୀର ଆମ ସିନେମା ଆର୍ଟିଷ୍ଟ ରାଜବୀର ଅଛି, ସିଏ ବି ଗୋଟେ ବର୍ଷ ଯାତ୍ରା ପାର୍ଟିରେ ଭାଇରାଲ ଥିଲା, ଏ ବର୍ଷ ପାର୍ଟିରେ ଅଛି, ଭାଇରାଲ ହବ। ଆଉ ପାର୍ଟି ବହୁତ ବଢିଆ କରିଛି, ଆଉ ଭଲ ଭଲ ଆର୍ଟିଷ୍ଟ ରଖିଛନ୍ତି। ଆଉ ଆଜି କରୁଛି ନୂଆ ପ୍ରେମିକା, ତାଙ୍କର ଫାଇନାଲ ବିଜିଏମ ବର୍ତ୍ତମାନ ହଉଛି। ମତେ ଡାକିଥିଲେ, ଓ ଆଜି ଯାହା ତାଙ୍କ ବିଷୟରେ ବୁଝୁଥିଲି, ଆଜି ମୁଁ ନାଟକ ବି ଦେଖୁ, ନୂଆ ପ୍ରେମିକା ନାଟକଟା, ନାଟକ ନିଶ୍ଚୟ ଭଲ ହେଇଥିବ, ତା କାହାଣୀ ମତେ ଭଲ ଲାଗିଲା। ଏବେ ଯାତ୍ରା ଆଉ ସିନେମା ଲୋକମାନେ, ଓଡିଆ ଲୋକମାନେ ପୁଣି ବ୍ୟାକ୍ ଆସିଲେଣି କାହାଣୀ ଦେଖିବା ପାଇଁ। କାହାଣୀ ଭଲ ଲାଗିଲେ ନିଶ୍ଚୟ ଯାତ୍ରା ପାର୍ଟି। ଆଚ୍ଛା କିନ୍ତୁ ଯାତ୍ରା ଫିଲ୍ମ କଳାକାର ବେଳେ ନା 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 ନା, ସମସ୍ତ ଆର୍ଟିଷ୍ଟ ଆର୍ଟିଷ୍ଟ, କଳାକାର କଳାକାର, ଯାତ୍ରା ହଉ ଫିଲ୍ମ ହଉ, ସେ କଳା ଗନ୍ଧର୍ବ କଳା ଭଗବାନ ଦେଇଛନ୍ତି। ସେ କିଏ ଯାତ୍ରାରେ ଗଲେ, କିଏ ତ ସିନେମାରେ କଲେ। ସିନେମା ଆର୍ଟିଷ୍ଟ ଯାତ୍ରାରେ କରୁଛନ୍ତି, ଯାତ୍ରା ଆର୍ଟିଷ୍ଟ ସିନେମାରେ କରୁଛନ୍ତି। ପିୟୁଷ କଣ ଯାତ୍ରା ସିନେମାରୁ, ଯାତ୍ରାରୁ ସିନେମାକୁ ଆଇଛି, ସେ କେତେଟା ଆକ୍ଟିଂ କଲାଣି। ଦୈତାରୀ ପଣ୍ଡା ଭିଲିଆନ କରିଛି, ମାନେ ଭଲ ଭଲ ଆର୍ଟିଷ୍ଟ, ରାଇମନ ବି କରିଛି, ଯାତ୍ରା କରିଛି, ଫିଲ୍ମ କରିଛି, ସବୁ କରିଛନ୍ତି। ଆର୍ଟିଷ୍ଟ ଆର୍ଟିଷ୍ଟ ସବୁଠି କରିପାରିବେ, ସବୁଠି ସମ୍ମାନ ଅଛି। ଆପଣ ସିନେମାରେ ବାକି ଯାତ୍ରାକୁ କିଛି ଆଗକୁ ପ୍ଲାନ୍ ଅଛି କି ଆପଣ? ସେ ତ ମାନେ ସମୟ କହିବ କଣ ହବ, କଣ ପ୍ଲାନ୍ ଅଛି, ସମୟ କହିବ। ବର୍ତ୍ତମାନ ମତେ ଡାକିଲେ, ମୁଁ ଆସିଥିଲି। ଆଉ ଆମେ ଚାହୁଁ କଳାକାର ବଞ୍ଚି ରହନ୍ତୁ, ଅସ୍ମିତା ବଞ୍ଚି ରହୁ, କଳା ବଞ୍ଚି ରହୁ, ଯାତ୍ରା ଆଉ ସିନେମା ବଞ୍ଚି ରହୁ। ଆମ ଉଦ୍ଦେଶ୍ୟ ହଉଛି, ଆମେ ନିଶ୍ଚୟ ଯୋଉଠିକି ଡାକିବେ, ଆମେ ଏଇ ସବୁ ମାଧ୍ୟମରେ ସିନେମା ଯାତ୍ରା ଡାକିବେ, ମାନେ ନିଶ୍ଚୟ ଅନ୍ୟ ପାର୍ଟି ଅନ୍ୟ ପାଟିକି ଯିବୁ, ଡାକିବୁ ନା। ଆଉ ଆମେ କଣ ପ୍ଲାନିଂ ଅଛି କି ଆଗକୁ? ନାଇଁ, ରାଜି ଆଉ ବାପି ଖୁଲାସା କରୁନି, ଆଗକୁ ହବ ଗୋଟେ ଜିନିଷ, ଗୋଟେ ହବାକୁ କହିବି। ଯାତ୍ରା ମଇଦାନ ଚାଲିଲାଣି, ଦେଖାଯାଉ, ଭଗବାନ ଯଦି କରିବ ନିଶ୍ଚୟ ଆମେ କରିବୁ। ମାନେ ଆପଣ ମାନଙ୍କୁ ପସନ୍ଦ ହଉଛି ହରି ବେଷ୍ଟ ଆକ୍ଟର ପାଇବା, କୋଉ ଗୋଟିଏ ଲୋକକୁ ତ ହରି ପସନ୍ଦ, ଗୋଟିଏ ଲୋକ କମେଣ୍ଟ ଦେଖିବେ, ହରି ଯୋଉ ଆୱାର୍ଡ ନେଇଛି କେହି ପସନ୍ଦ କରୁନାହାନ୍ତି। ହରି ଟୋଲ ହଉଛି, ଗୋଟିଏ ଆର୍ଟିଷ୍ଟ ଓଡିଶାର ହଉଛି ଟୋଲ ଆର୍ଟିଷ୍ଟ ହଉଛି ହରିହର ମହାପାତ୍ର। ହରିହର ମହାପାତ୍ର ଚାବି କେସରେ ଟୋଲ ହେଲା, ଅନ୍ୟ ଆୱାର୍ଡ ନେଇକି ଟୋଲ ହଉଛି। ମୁଁ କହିବାର କାରଣ ହଉଛି, ମାଇଣ୍ଡ ଗେମ୍ ଫିଲ୍ମ ଦେଖିଦେବେ, ସିଏ କହିଲା ଫ୍ଲପ୍ ସିନେମା। ହରିକି ମୁଁ ଏଇଠି ଚ୍ୟାଲେଞ୍ଜ ଦଉଛି, ହରି ତୋର ଯୋଉ ଫିଲ୍ମ ଯୋଉ ଆୱାର୍ଡ ନେଲୁ, ସେ ଫିଲ୍ମ କି ପକା, ମୋ ମାଇଣ୍ଡ ଗେମ୍ କୁ ଆଉଥରେ ରିଲିଜ କରିବି। ଯଦି ତୋ ସିନେମା ଅଡିଏନ୍ସ ପସନ୍ଦ କଲେ, ମୋ ସିନେମାକୁ ରିଜେକ୍ଟ କଲେ, ମୁଁ ଚୁଟି ତକ କାଟିଦେବି। ଆଉ ଯଦି ମୋ ଫିଲ୍ମ ପସନ୍ଦ କଲେ, ତୋ ଫିଲ୍ମ କି ରିଜେକ୍ଟ କଲେ, ମାନେ କମେଣ୍ଟ ମାଧ୍ୟମରେ, ତାହେଲେ ତୁ ଚୁଟି କାଟିବୁ। ମୁଁ ଚ୍ୟାଲେଞ୍ଜ ଦେଇ କହୁଛି, ପୁଣି ରିଲିଜ କରିବି ମାଇଣ୍ଡ ଗେମ୍ କୁ। ଆଉ ହରିବାବୁ, ତମର ଯୋଉ ଫିଲ୍ମର ଯୋଉ ଆୱାର୍ଡ ନେଇନ, ସେ ଫିଲ୍ମରେ ଯଦି ପଇସା ପତ୍ର ନାହିଁ, ମୁଁ ଦେବି ପଇସା ପତ୍ର, ସେ ଫିଲ୍ମ କି ଆଉଥରେ ରିଲିଜ କରିବା। ତମ ଫିଲ୍ମ ମୋ ଫିଲ୍ମ ରିଲିଜ କରିବା, ଦେଖିଆ କାହା ଫିଲ୍ମ କଣ। ଗୋଟାଏ ଫ୍ରେମ କୁ ସମ୍ମାନ ନୁହଁ ସେ ଫିଲ୍ମ। ଟିଭି ସିନେମା କରିକି ନେଇଯାଇଛି ଆୱାର୍ଡ, ଗପ ମାରୁଛି ଯୋଡା ଯୋଡା ହାତରେ, 2 ବର୍ଷ 2ଟା ଆୱାର୍ଡ, ବେଷ୍ଟ ଆୱାର୍ଡ। ଆରେ ଭାଇ, ମୁଁ କାହିଁ କହିବି, ଏ ତ ଟ୍ରୋଲ କରୁଛନ୍ତି ସମସ୍ତେ। ସେ ରହୁଛନ୍ତି, ମୁଁ ଗୋଟିଏ କମେଣ୍ଟ ଭଲ ଲେଖୁଛନ୍ତି କି, କିଏ ଜଣେ ଭଲ ଲେଖୁଛନ୍ତି କି, ଗୋଟିଏ କମେଣ୍ଟ। ମାନେ ପ୍ରିୟା ପ୍ରୀତି ଯୋଗୁ, ବିଜେପିର ପ୍ରିୟା ପ୍ରୀତି ଯୋଗୁ ପାଇଛନ୍ତି କି? କାହା ପାଇଁ ନୁହଁ, ଆମ ପସନ୍ଦ ହଉନି, ଅଡିଏନ୍ସ ରିଜେକ୍ଟ କରୁଛନ୍ତି, ଅଡିଏନ୍ସ ରିଜେକ୍ଟ କରୁଛନ୍ତି। ଭାଇ କିଏ କଣ କହିଲା, ଓଡିଆ ଇଣ୍ଡଷ୍ଟ୍ରିରେ ଜଣେ କିଏ ହରି ପାଇଁ ଭଲ ପାଇନାହାନ୍ତି। ସବୁ କହିବେ, କିନ୍ତୁ ଆପଣଙ୍କୁ ପସନ୍ଦ ହଉଛି କି ହରି ଯୋଉ ବେଷ୍ଟ ଯୋଡା 2 ବର୍ଷ 2ଟା ବେଷ୍ଟ ଆକ୍ଟର ପସନ୍ଦ ହଉଛି କି? କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣ ମାନେ, ଯେ ପସନ୍ଦ ହଉଛି ନା ପସନ୍ଦ ହଉନି ହରିଆ ବେଷ୍ଟ ଆକ୍ଟର। ଜୟ ପ୍ରକାଶ ଦାସ ବେଷ୍ଟ ଆକ୍ଟର 23 ମସିହାରେ ନେଇଥାନ୍ତେ, ଗୋଟେ ଜୁରି ସେଥିପାଇଁ ବାହାରିକି ପଳେଇଲା 24 ମସିହାରେ। ତାକୁ ଯେତେବେଳେ ଆୱାର୍ଡ ଦେଲେ,
ଜୁରି ରହିଲାନି ତାକୁ ଦେଲେ ଜୁରି ଆୱାର୍ଡ ଗୋଟେ ଜୁରି ଆୱାର୍ଡ ଗୋଟେ ବେଷ୍ଟ ଆକ୍ଟର ଆୱାର୍ଡ ସେଇଟା 23 ମସିହାରେ ଅଜୟ ପ୍ରକାଶକୁ ସିଲେକ୍ସନ କରାଯାଇଥିଲା। ସିଏ ପାଇବା ପାଇଁ ଯୋଗ୍ୟ, ଯିଏ ପାଇବା ପାଇଁ ଯୋଗ୍ୟ ଆପଣ କମେଣ୍ଟରେ ଲେଖନ୍ତୁ, ଆଉ ଯିଏ ପାଇବା ପାଇଁ ଯୋଗ୍ୟ ନୁହେଁ ଏମିତି ଟ୍ରୋଲ କରନ୍ତୁ। ନାଇଁ ମୁଁ ସେ ଓଏଫଡିସି ହେଇପାରିବେନି ଚେୟାରମ୍ୟାନ ସେ ଆଉ ହେଲେ ଟ୍ରୋଲ ହେବେ।